ଅଶୀତମ ସ୍ୱାଧୀନତା ଦିବସ ପାଳନ ହୋଇଛି। ବିଦାୟର ପ୍ରଧାନ ଶିକ୍ଷକ ମୁଖ୍ୟ ଅତିଥି ଓ ସଭାପତିତ୍ୱରେ ଶ୍ରୀଯୁକ୍ତ ଶିଶିର କୁମାର ଷଡ଼ଙ୍ଗୀ ଦୀପ ପ୍ରଜ୍ୱଳନ ସହ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସ୍ମିତା ପାତ୍ର, ରାମକୃଷ୍ଣ ଚୌଧୁରୀ, ସମ୍ବିତ କୁମାର, ବଳିଆର ସିଂ, ଭାସ୍କର ପାତ୍ର, ତାପସ ପାଲ, ନିତ୍ୟାନନ୍ଦ ବେହେରା, ଆଲୋକ ଗୌଡ଼, ପ୍ରିୟଙ୍କା ଗନ୍ତାୟତ, ସୁମନ ଶେଖର ମହାକୁଡ଼, ପ୍ରଦୀପ ପାଣିଗ୍ରାହୀ, କୁମୁଦ ଚନ୍ଦ୍ର ଦାସ, ଏମ୍ କାମେଶ୍ୱର, ନିବେଦିତା ସେଠୀ, ମଧୁସ୍ମିତା ସାହୁ, ଗାୟତ୍ରୀ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପାଦନ କରିଥିଲେ। 500ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଏନ୍ସିସି, ସ୍କାଉଟ୍ସ, ରେଡ୍କ୍ରସର ପରି ବିଭିନ୍ନ ସଂସ୍ଥାର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ଜାତୀୟ ଗାନ ସହ ନୃତ୍ୟ ପ୍ରଦର୍ଶିତ ହୋଇଥିଲା। ବିଦ୍ୟାଳୟରୁ ବାହାରି ଜାମୁନି ଗ୍ରାମ ପରିକ୍ରମା କରି ବିଦ୍ୟାଳୟକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଗଞ୍ଜାମ ଜିଲ୍ଲା ପ୍ରତିନିଧି କୃଷ୍ଣଚନ୍ଦ୍ର ସାମନ୍ତରାୟଙ୍କ ରିପୋର୍ଟ, ଓଡ଼ିଶା ଡିଜିଟାଲ ନ୍ୟୁଜ୍। ମୋ ନାଁ ରାମକୃଷ୍ଣ ଚୌଧୁରୀ। ମୁଁ ଅଶୋକ ମଣ୍ଡଳ ଉଚ୍ଚ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ତଥା ଏନ୍ସିସି ଏଏନ୍ଓ। ଆଜି ଆମ ବିଦ୍ୟାଳୟରେ 80ତମ ସ୍ୱାଧୀନତା ଦିବସ ଅତି ସୁନ୍ଦର ଭାବରେ ଧୁମଧାମରେ ପାଳନ ହୋଇଥିଲା। ପୂର୍ବରୁ ଏହି ଦିବସ ପାଇଁ ପିଲାମାନେ ବହୁତ ପ୍ରସ୍ତୁତ ହୋଇ ଆସିଥିଲେ। ଆମର ଏନ୍ସିସି ଗ୍ରୁପ୍, ସ୍କାଉଟ୍ ଗ୍ରୁପ୍, ଜେଆର୍ସି ଆଉ ଇକୋ କ୍ଲବ୍, ସବୁ ପିଲାମାନେ ବହୁତ ସୁନ୍ଦର ଭାବରେ ପ୍ରସ୍ତୁତ ହୋଇଥିଲେ। ଆମର ନଗର ପରିକ୍ରମା କାର୍ଯ୍ୟକ୍ରମ 9ଟାରେ ଆରମ୍ଭ ହୋଇଥିଲା। ଜାମୁନି ଗାଁ ପୁରା ନଗର ପରିକ୍ରମା କଲା ପରେ ପିଲାମାନେ ଅତି ସୁନ୍ଦର ସହିତ ବୁଲିକି ଆସିଲା ପରେ ଆମର ମିଷ୍ଟାନ୍ନ ବଣ୍ଟନ କାର୍ଯ୍ୟକ୍ରମ ହୋଇଥିଲା। ଆମର ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆଜିର ଏହି ପବିତ୍ର ଦିବସରେ ହୋଇଥିଲା। ଆମର ମୁଖ୍ୟ ଅତିଥି ଆମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସାର୍ ପତାକା ଉତ୍ତୋଳନ କରିଥିଲେ ଏବଂ ପିଲାମାନଙ୍କ ଭିତରେ ଗୋଟେ ଉତ୍ସାହ ସାହସର ସହିତ ଆଜିର ଦିବସ ପାଳନ ହୋଇଥିଲା। ସାରା ଦେଶ ଆଜି ଯେତେବେଳେ ଆନନ୍ଦର ସହକାରେ ପାଳନ କରୁଛନ୍ତି, ଆମ ବିଦ୍ୟାଳୟରେ ଏହି ଜାମୁନିରେ ମଧ୍ୟ ଅତି ସୁନ୍ଦର ଭାବରେ ଆଜିର ଦିବସ ପାଳନ ହୋଇଛି। ଆଉ ପିଲାମାନଙ୍କ ଭିତରେ ଜୋଶ ବି ଅଛି। ଆପଣ ଦେଖିଥିବେ ଅତି ସୁନ୍ଦର ଭାବରେ ଯେଉଁ କଲଚରାଲ ପ୍ରୋଗ୍ରାମ, ପିରାମିଡ଼, ଜାତୀୟ ସଙ୍ଗୀତ ହେଇଥିଲା। ଗାଁ ଲୋକଙ୍କ ମଧ୍ୟରେ ଉତ୍ସାହ ମଧ୍ୟ ଦେଖାଦେଇଥିଲା। ଆଉ